କଟକ ବାଲିଯାତ୍ରାରେ ଦୋଳିକୁ ନେଇ ଆସିଲା ବଡ଼ ଖବର। ସ୍ପାଇନ୍ ଦୋଳିରେ ଝୁଲିବା ସମୟରେ ଫସିଲେ ଦର୍ଶକ। ଅଟକି ରହିଲା ଦୋଳି। 60 ଫୁଟ ଉପରେ ଅଟକିଛି ଦୋଳି। ଅଳ୍ପକେ ବର୍ତ୍ତିଲେ ଦୋଳିରେ ବସିଥିବା ଲୋକ। ଅଗ୍ନିଶମ ବାହିନୀ, ପୋଲିସ, ଉଦ୍ଧାରକାରୀ ଦଳ ଉପସ୍ଥିତିରେ ପୋର୍ଟ ସ୍କାଏ ଲିଫ୍ଟ ମେସିନ ଦ୍ୱାରା ସୁରକ୍ଷିତ ଭାବରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ମଧ୍ୟ ଅନେକ କିଛି ଲୋକ ଅଛନ୍ତି ଯାହାକି 50 ଫୁଟ ଦୂରରେ ଆହୁରି ମଧ୍ୟ ଫସି ରହିଛନ୍ତି ଲୋକମାନେ ଏବଂ ଦୀର୍ଘ ସମୟ ଧରି ଏହି ଲିଫ୍ଟ ଦ୍ୱାରା ଉଦ୍ଧାର କରାଯାଇଥିବା ବେଳେ ଆହୁରି ମଧ୍ୟ ଦର୍ଶକ ଫସି ରହିଛନ୍ତି। ସୁରକ୍ଷିତ ଭାବରେ କିଭଳି ଦର୍ଶକମାନଙ୍କୁ ବା ଲୋକମାନଙ୍କୁ ଉଦ୍ଧାର କରାଯାଏ ସେଥିପ୍ରତି ସତର୍କତା ସହିତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ଭୁବନେଶ୍ୱରରୁ ପ୍ରମୋଦ ପରିଡ଼ାଙ୍କ ରିପୋର୍ଟ, ସଂଘର୍ଷ ଟିଭି।